କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ ଓଡ଼ିଆ ପାଠଶାଳାକୁ। ଚାଲନ୍ତୁ ଆଜିର ଭିଡିଓରେ କଥା ହେବା ସବୁଜ ଶକ୍ତି, ଯାହାକୁ ଆମେ ଗ୍ରୀନ୍ ଏନର୍ଜି କୁହନ୍ତି। ସବୁଜ ଶକ୍ତି ଏକ ସ୍ଥାୟୀ ଭବିଷ୍ୟତକୁ ଶକ୍ତି ପ୍ରଦାନ କରେ। ସବୁଜ ଶକ୍ତି ହେଉଛି ଏପରି ଶକ୍ତି ଯାହା ପ୍ରାକୃତିକ, ନବୀକରଣୀୟ ଏବଂ ପରିବେଶ ଅନୁକୂଳ ଉତ୍ସ ଯେପରିକି ସୂର୍ଯ୍ୟ କିରଣ, ପବନ, ପାଣି ଏବଂ ବାୟୋମାସରୁ ଉତ୍ପାଦିତ ହୋଇଥିବା ଶକ୍ତି। ଜୀବାଶ୍ମ ଇନ୍ଧନ ପରି ନୁହେଁ, ସବୁଜ ଶକ୍ତି କ୍ଷତିକାରକ ପ୍ରଦୂଷକ କିମ୍ବା ସବୁଜ ଗୃହ ଗ୍ୟାସ୍ ଛାଡ଼ି ନଥାଏ, ଯାହା ଆମ ଗ୍ରହକୁ ସୁରକ୍ଷା ଦେବା ପାଇଁ ଅତ୍ୟାବଶ୍ୟକ ହୋଇଥାଏ। ବିଶ୍ୱ ଜଳବାୟୁ ପରିବର୍ତ୍ତନ, ବିଶ୍ୱ ଉଷ୍ମତା ଏବଂ ବର୍ଦ୍ଧିତ ପ୍ରଦୂଷଣର ସମ୍ମୁଖୀନ ହେଉଥିବାରୁ ସବୁଜ ଶକ୍ତିକୁ ସ୍ଥାନାନ୍ତର ପୂର୍ବ ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇସାରିଛି। ସବୁଜ ଶକ୍ତିର ସବୁଠାରୁ ବଡ଼ ଲାଭ ହେଉଛି ଏହା ନବୀକରଣୀୟ। ସୂର୍ଯ୍ୟ କିରଣ, ପବନ ଏବଂ ପାଣି ପ୍ରଚୁର ପରିମାଣରେ ଉପଲବ୍ଧ ଏବଂ କେବେ ଶେଷ ହେବ ନାହିଁ। ସୌର ପ୍ୟାନେଲ ସୂର୍ଯ୍ୟ କିରଣକୁ ବିଦ୍ୟୁତରେ ପରିଣତ କରେ, ଯେତେବେଳେ ପବନ ଟର୍ବାଇନ ଗୁଡ଼ିକ ବାୟୁର ଗତିକୁ ଶକ୍ତି ଉତ୍ପାଦନ କରେ। ଜଳବିଦ୍ୟୁତ କେନ୍ଦ୍ରଗୁଡ଼ିକ ବିଦ୍ୟୁତ ଉତ୍ପାଦନ ପାଇଁ ପ୍ରବାହିତ ପାଣି ବ୍ୟବହାର କରନ୍ତି ଏବଂ ଜୈବ ପଦାର୍ଥରୁ ବାୟୋମାସ ଶକ୍ତି ଉତ୍ପାଦନ ହୁଏ। ଏହି ଉତ୍ସଗୁଡ଼ିକ ସଫା ଏବଂ ଦୀର୍ଘକାଳୀନ ପରିବେଶର କ୍ଷତି କରେ ନାହିଁ। ସବୁଜ ଶକ୍ତି ମଧ୍ୟ ଜନସ୍ୱାସ୍ଥ୍ୟକୁ ଉନ୍ନତ କରେ। ଜୀବାଶ୍ମ ଇନ୍ଧନ କାର୍ବନ ଡାଇଅକ୍ସାଇଡ୍ ଏବଂ ସଲଫର ଡାଇଅକ୍ସାଇଡ୍ ଭଳି କ୍ଷତିକାରକ ଗ୍ୟାସ୍ ଛାଡ଼ିଥାଏ, ଯାହା ଶ୍ୱାସକ୍ରିୟା ରୋଗ ଏବଂ ପରିବେଶଗତ ଅବକ୍ଷୟର କାରଣ ହୁଏ। ନବୀକରଣୀୟ ଶକ୍ତି ବ୍ୟବହାର କରି ଆମେ ବାୟୁ ପ୍ରଦୂଷଣକୁ ହ୍ରାସ କରିପାରିବା, ପରିବେଶ ପ୍ରଣାଳୀକୁ ସୁରକ୍ଷା ଦେଇପାରିବା ଏବଂ ଭବିଷ୍ୟତ ପିଢ଼ି ପାଇଁ ସ୍ୱଚ୍ଛ ପରିବେଶ ସୁନିଶ୍ଚିତ କରିପାରିବା। ଆଉ ଏକ ପ୍ରମୁଖ ଲାଭ ହେଉଛି ଶକ୍ତି ସ୍ୱାଧୀନତା। ଆମଦାନୀ ହୋଇଥିବା ତୈଳ ଏବଂ କୋଇଲା ଉପରେ ନିର୍ଭରଶୀଳ ଦେଶମାନେ ସ୍ଥାନୀୟ ନବୀକରଣୀୟ ଶକ୍ତି ଉତ୍ସଗୁଡ଼ିକରେ ବିନିଯୋଗ କରି ସେମାନଙ୍କର ନିର୍ଭରଶୀଳତା ହ୍ରାସ କରିପାରିବେ। ଏହା ସୌର ସଂସ୍ଥାପନ, ପବନ ଶକ୍ତି ଏବଂ ଗବେଷଣା କ୍ଷେତ୍ରରେ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହିତ ଏକ ସ୍ଥିର ଏବଂ ସୁରକ୍ଷିତ ଶକ୍ତି ଯୋଗାଣ ନିର୍ମାଣ କରିବାରେ ସାହାଯ୍ୟ କରେ। ସବୁଜ ଶକ୍ତି ଆଡ଼କୁ ସ୍ଥାନାନ୍ତର ପାଇଁ ପ୍ରଯୁକ୍ତି ବିଦ୍ୟା ଏବଂ ଭିତ୍ତିଭୂମିରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ନିବେଶ ଆବଶ୍ୟକ। ସରକାର ଏବଂ ବ୍ୟକ୍ତିବିଶେଷଙ୍କୁ ସ୍ୱଚ୍ଛ ଅଭ୍ୟାସ ଗ୍ରହଣ କରିବା, ଶକ୍ତି ସଞ୍ଚୟ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ଏବଂ ନବୀକରଣୀୟ ଶକ୍ତି ନୀତିକୁ ସମର୍ଥନ କରିବା ପାଇଁ ଏକାଠି କାମ କରିବାକୁ ପଡ଼ିବ। ସବୁଜ ଶକ୍ତି ହେଉଛି ଏକ ସ୍ଥାୟୀ ଏବଂ ସୁସ୍ଥ ଭବିଷ୍ୟତର ଚାବିକାଠି। ପ୍ରଦୂଷଣ ହ୍ରାସ କରି ଏବଂ ନବୀକରଣୀୟ ସମ୍ବଳ ଉପରେ ନିର୍ଭର କରି ଆମେ ପରିବେଶକୁ ସୁରକ୍ଷା ଦେଇପାରିବା ଏବଂ ଆଗାମୀ ପିଢ଼ିକୁ ଏକ ସ୍ୱଚ୍ଛ, ସୁରକ୍ଷିତ ଏବଂ ସବୁଜ ବିଶ୍ୱରେ ପହଞ୍ଚିବା ନିଶ୍ଚିତ କରିପାରିବା। ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଯଦି ଭଲ ଲାଗିଲା ଟିକେ ଲାଇକ୍ କରିଦେବ। ଯଦି କିଛି କ୍ୱେଶ୍ଚିନ୍ସ ଅଛି, ଡାଉଟ୍ ଅଛି, କମେଣ୍ଟ ଲେଖିଦେବ, ଆନ୍ସର କରିବା। ଆଉ ଯଦି ଭିଡ଼ିଓଟା ଭଲ ଲାଗିଲା ତାହେଲେ ଅନ୍ୟମାନଙ୍କ ସହିତ ସେୟାର କର। ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ତାହେଲେ ରହୁଛି, ଦେଖା ହେବା ଆଗାମୀ ଭିଡ଼ିଓରେ। ଭଲରେ ରୁହ, ସୁସ୍ଥ ରୁହ, ମୋତେ ଅନୁମତି ଦିଅ। ବାଏ।